ଦୁଇ ବୁନ୍ଦା ଜୀବନର ପୋଲିଓ ମୁକ୍ତ ହେଉ ଦେଶ ଆମର। ଆଜି ହେଉଛି ପୋଲିଓ ଦିବସ। ନିଜ ନିଜ ପିଲାକୁ ପୋଲିଓ ଟିକା ଦେବା ଆସ। ପୋଲିଓ ହେଉଛି ପୋଲିଓ ଭୂତାଣୁ ଜନିତ ରୋଗ ଯାହାର କି କିଛି ଉପଚାର ନାହିଁ। ଯିଏ ଜନ୍ମରୁ 6 ବର୍ଷ ଭିତରେ ପୋଲିଓ ଟିକା ନେଇଛି ସେ ନିଶ୍ଚିତ ରୂପେ ପୋଲିଓ ରୋଗକୁ ହରେଇଛି। ପୋଲିଓର 4ଟି ଖୁରାକ ଅଛି। 2 ମାସରେ ଥରେ, 4 ମାସରେ ଥରେ, 6 ରୁ 18 ମାସରେ ଥରେ ଆଉ 4 ରୁ 6 ବର୍ଷରେ ଥରେ ପୋଲିଓ ଡ୍ରପ୍ସ ନେବାର ନିୟମ ଅଛି। ପୋଲିଓ ଏକ ଏମିତି ପ୍ରାଣଘାତକ ରୋଗ ଥରେ ହେଲେ ସେ ରୋଗୀକୁ ପାରାଲିସିସ୍ କରିବ, ନହେଲେ ଜୀବନ ନେବ ନିଶ୍ଚିତ। ଏହା ମଳ କିମ୍ବା କାଶ ଛିଙ୍କ ପରେ ସ୍ପର୍ଶ ହେଲେ ବ୍ୟାପିଥାଏ। ପୋଲିଓର ପ୍ରଥମ ଷ୍ଟେଜରେ କାଶ, ଛିଙ୍କ, ଜ୍ୱର, ମୁଣ୍ଡବିନ୍ଧା, ବାନ୍ତି, ଦୁର୍ବଳତା, ଗୋଡ଼ ହାତ ବିନ୍ଧିବା ଇତ୍ୟାଦି ଲକ୍ଷଣ ଦେଖାଦେଇଥାଏ। ଏହା ଛୋଟ ପିଲାଙ୍କଠାରେ ବେଶୀ ଦେଖାଦେଇଥାଏ କାରଣ ପିଲାମାନଙ୍କର ଇମ୍ୟୁନିଟି ସିଷ୍ଟମ ବେଶୀ ଷ୍ଟ୍ରଙ୍ଗ ନଥାଏ। ଏହି ପ୍ରାଣଘାତକ ରୋଗରୁ ରକ୍ଷା ପାଇବା ପାଇଁ ଭ୍ୟାକ୍ସିନେସନଟି ନିହାତି ଜରୁରୀ ହୋଇଥାଏ। ଆଉ ଗୁଡ୍ ସାନିଟେସନ ଆଉ ହାଇଜିନ୍ ଆଉ ସ୍ୱଚ୍ଛ ଜଳ ଏହାର ବ୍ୟାପିବାରେ ରୋକ ଲଗାଇଥାଏ। ତେଣୁ ସଚେତନ ହେବା ଓ ସଜାଗ ହେବା। ପୋଲିଓ ଟିକା ପିଲାକୁ ନିଶ୍ଚିତ ଦେବା। ମୁଁ ତ ଧ୍ରୁବକୁ ଦେଇଦେଲି, କ'ଣ ଆପଣମାନେ ଆପଣମାନଙ୍କ ପିଲାକୁ ପୋଲିଓ ବୁନ୍ଦା ଦେଲେ କି ନାହିଁ? କମେଣ୍ଟରେ ନିହାତି ଜଣେଇବେ। ରହିଲି, ଜୟ ଜଗନ୍ନାଥ।